ଚାଲି ଭଲ ଆଜ୍ଞା ବାବା ଯିବାରୁ ମାଆକୁ 3 ଦିନ ଜଗିଲୁ ସେଇଠି 3 ଦିନ ଜଗିଲୁ ଆଉ ଅବ୍ରାମ ବାବା ଦେଖିଲେନି 3 ଦିନରେ ଯେଉଁ ଗାଁ କାନ ବନ୍ଧୁଠାରେ ଗାଧୋଇ ଆସୁଥିଲେ ଆମେ ବସିଥିଲୁ ଦେଖିଦେଲୁ ଯେମିତି ଦେଖିଲୁ ଉଠି ଯାଇକିରି ସବୁ ପ୍ରଣାମ କଲ। ତିନିଟା ଦିନ ତିନିଟା ହଁ ଯେବେ ମୁଣ୍ଡା ମାରିଲୁ ସବୁ ନମସ୍କାର କଲୁ ଆଇଲୁ ବାବା ସାଥିରେ ମିଶିକିରି ବାବା ପଳେଇଲେ ଉପରକୁ ପଳେଇଲେ ଉପରକୁ ପଳେଇଲେ ଗୋଟେ ଆରାମ ଚେୟାର ପକେଇକିରି ବସିଲେ ଆରାମ ଚେୟାର ପକେଇକିରି ବସିଲାରୁ ଆମେ ତଳେ ବଇଲୁ ଠିକ 8ଟା ରାତିରେ ବାବା ଉଲିଲେ ତଳକୁ ଉଲିଲେ ଯେମିତି ଉଲିଲେ ବାବା ଦୀପନାଥ ସବୁ ଦୌଡ଼ି ଗଲୁ ଗଲାବେଳକୁ ବାବା ବସିଲେ ସେ ଯେଉଁ ବସିଲେ ନା ସେଟା ଗିରି ସେ ଚେୟାରଟା ବୁଲୁଛି ବୁଲିଲେ ଆମେ ବସିଲୁ ଗଲୁ ଆମ ବାପା ମୁଁ ସବୁ ଗଲୁ ମା ଅଛି ପଦାର ଥିଲେ ତାକୁ ଆମେ ସବୁ ଗଲୁ ବାବା ପଚାରିଲେ ଆମ ବାପାକୁ କ'ଣ ହେଲା ନରସିଂହ ଏମିତି ପଚାରିଲା କ'ଣ ହେଲା ନରସିଂହ ବୋଲେ ବାବା ଆଖି ଦେଉନି କାହାକୁ ମୋ ସ୍ତ୍ରୀକି ଆଖି ଦେଉନି ବାବା କହିଲେ ଯେ ଅଧେ ଧୋଇବନି ଆଣ ତାକୁ ଆଣିଲୁ ନେଲୁ ସେ ତ ଚାଲି ପାରୁନି ଆଖି ଦେଉନି କାନ୍ଦ ଧରି କାନ୍ଦ ପ୍ରାତ ପକେଇ ଭିତରୁ ଗଲୁ ଦେଖିଲା ବାବା ଦେଖିଲା 3 ଆଙ୍ଗୁଳା ଝିକିଦେଲା ଆଖିକି ଯେମିତି ଝିକିଦେଲା ସେ ଗୋଟେ ବତି ବୋଲି ମା ଦେଖେଇଲା ଆମକୁ ସେ ଗୋଟେ ବତି ବୋଲି ଆମକୁ ଦେଖେଇଲା ଯେମିତି ହେଲା ଆଖି ଧୋଇଲା ଆଉ ତାକୁ ଧରିଲୁ ସେ ଆମ ସେ କୁଆଡ଼େ ଚାଲିଲେ ଆମ ବାପା କହିଲା ଆଉ ଆଜି ରହିଯିବା କାଲି ବାବା ସହିତ ଭେଟିବା ପୁରୀ ଯିବା ବୋଲି କହିଲା ମା କହିଲା ନାଇଁ ମୋ ଧରବନି ମୁଁ ପଳେଇବି ଝଗଡ଼ା କଲା କରିବାର ଆମ ବାପା ଟିକେ ବିରକ୍ତ ହେଲା କ'ଣ ଆମ ବାପା ଭାବିଲା ଯେ କ'ଣ ତାର ଦୃଷ୍ଟି ଗୋଟେ ଅଛି ତାର ବାବା ସିନା ଆଖି ଦେଖେଇଦେଲା ଆଉ ଦେଖିବା ପାଇଁ ତାର ଆଖି ନଥିଲା ଫୁଟେଇ ଦେଲା ବାବା ପଳେଇଲେ ଆଉ ଗୋଟେ ଦିନଟେ ରହି ବାବା ଦେଖିବା ପାଇଁ ମୋ ତାର ଟାଇମ୍ ମିଳିଲାନି ମାଆକେ ପୁରୀ ଯିବି ବୋଲି ଝଗଡ଼ା ହେଇଗଲେ ଝଗଡ଼ା ହେଇଯିବାରୁ ଚାଲିଲୁ ପୁରୀ ଗଲୁ ଆଉ ତାକୁ ଧରା ଧରି ନାହିଁ ଚାଲୁଛି ଆଗରେ ଚାଲୁଛି ଆମ ପଛରେ ଚାଲୁଛୁ ଆଉ ନିଜେ ଚାଲିକିରି ପୁରୀ ସବୁ ବୁଲିକିରି ଆସିଲୁ ଖୋର୍ଦ୍ଧା ଆସିକିରି ଗାଡ଼ି ଚକିଲୁ ଗାଁ ଖାଇଲୁ ବର୍ଷଟେ ରହିଗଲୁ ଆଉ ଗୋଟେ ବର୍ଷକୁ ଗଲୁ ଆଉ ଗୋଟେ ବର୍ଷ ଗଲା ବେଳକୁ ବାବା ନାହାନ୍ତି ବାବା ନା କହିଲା କିଏ ଗୋଟେ ବାବା ସେଇଟା କହିଲେ ବାବା ପଳେଇଛନ୍ତି ଗୁମ୍ପାକେ ଯାଇଛି ବୋଲି କହିବାର ଆମେ ସବୁ ବସିଲୁ ସେଇଠି ଆମର କୁଟୁମ୍ବ ଆକା ଆଉ ଗୋଟେ ବାଣିଆ ବୁଢ଼ୀ ବୋଲି ଗୋଟେ ବୁଢ଼ୀଟେ ଆମ ସାଥିରେ ରହିବାର ସେ ବୁଢ଼ୀ ଗାଈ ଜଗୁଥିବାର ଶିଖ ମାନର ଘରେ ସେ ବୁଢ଼ୀ ଆକା ଆମ ସାଥିରେ ସାଥୀ ହେଲେ ସେଇଠି ଯେମିତି ଗଲୁ ବାବା ସବୁ ଖୋଲିଦେଲେ ଆଉ ସେ ଅନନ୍ତ ଗୁମ୍ଫାଟାକୁ ଖୋଳିଲେ ଖୋଲିଲାରୁ ବାବା ଚେତା ନାହିଁ
ଓହୋ ମାନେ ଦେହରେ ଆଉ ପ୍ରାଣ ନାହିଁ। ନାଇଁ ଆଚ୍ଛା 10 ଦିନ ହେଲା 10-15 ଦିନ ହେଲା ସେ କହିଲା ପୁଣି 21 ଦିନ ମୋ ପାଖକୁ ଆସିବନି ଆଚ୍ଛା ଆଚ୍ଛା କହିଲା ହୁଁ କହିକିରି ପଳେଇଲା ଯୋଉ ମାମାକେ ହୁଁ। ସୀତା ମାତା ବୋଲି ରଙ୍ଗୁଳିଆ ଝିଅଟେ ସୀତା ମାତା ଜଣେ ଥିଲେ। ସୁନ୍ଦର ଝିଅଟେ ଥିଲା। ଆଚ୍ଛା ତାକୁ କହିକିରି ଠାକୁର ପଳେଇଥିଲେ ପଳେଇଥିଲେ। ସେ ଗୁମ୍ଫାକୁ ତପସ୍ୟା କରିବାକୁ। ହଁ ଆଚ୍ଛା ଯିବାରୁ ଏମିତି ବାବା ବାବା ଏବେ ଖୋଲିଦେଲେ ଆଚ୍ଛା ଖୋଲିଦେବା ବାବା ଦେହରେ ପ୍ରାଣ ନାହିଁ ନାହିଁ। ଦେଖିଲେ। ଆଚ୍ଛା ବାବାକୁ ଆଣିଲୁ ଆଚ୍ଛା ଆଚ୍ଛା ଯୋଉ ଦିଟା ଘର ହଁ 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 ସେ ଦିଟା ଘରେ ଏକାନି ଗୋଟେ ଘରଟେ ସେଇକାନି ଗୋଟେ ଘରଟେ ଏକାନି ଘରେ ରଖିଲେ ଇଆଡ଼େ ସାଡ଼େ ବାବା ମାନେ ସବୁ ଆସିଲେ ଖୋଳିଲେ ଆଚ୍ଛା ଖୋଳିକିରି ଇଟାରେ ବସେଇଲେ ଆଚ୍ଛା ବସେ ଆମେ ଥିଲୁ ସେଇଠି ଆଚ୍ଛା ଆଚ୍ଛା ବସେଇକିରି ବାବା ବସେଇଲେ ଫୁଲ ମାଳ ସବୁ ଯାତ୍ରା ତ ଆଚ୍ଛା ଆଚ୍ଛା ଯାତ୍ରା ଭଳିଆ ଲୋକ ଆଚ୍ଛା ସମାଜ କଲେ ସମାଜ ଓ, କଲେ ସେଦିନ କାର୍ତ୍ତିକ ମାସ ବଡ଼ ଏକାଦଶୀ ଥିଲା। ହୁଁ, ଠାକୁର ସେଦିନ ଦେହ ତ୍ୟାଗ କଲେ ବୋଲି ତାଙ୍କୁ ସମାଧି କରାହେଲା ସେଠି। ହଁ ସେ ଘର ସମାଜ ଭିତରେ ଦି ମହଲା ଘର ତଳେ ହଁ ଏବେ ଯୋଉ ଯୋଉ ଘରଟା ଏବେ କେମିତି ଅଛି ମୁଁ ସମାଧି କହିପାରିବି ଅଛି ସେ ଭିତରେ। ଆଚ୍ଛା ସେମିତି ଏକା ଅଛି ନା ଆଉ ଥରେ ଉପରେ ବାନ୍ଧି ନାଇଁ, ଦେଇଛନ୍ତି ଉପରେ ଘର ଗୋଟେ ଥିଲା ଆଗରୁ ତଳେ ଘର ସେ ଏକା ନାଇଁ ପଛକାନି ଏ ବନ୍ଦ କାନି ଥିଲା ଆଚ୍ଛା ଏ ବନ୍ଦ କାନି ହେଲେ ସେଇଠି ଠାକୁର ସମାଧି ଥିଲା ତମେ ଅଛ। ଅଛୁ ଆଚ୍ଛା। ହେଲେ ଆମେ ସମାଜ କରୁଛେ ହୁଁ ଗୋଟେ ଗୌଡିଆଣୀ ବୁଢ଼ୀ ଆଚ୍ଛା ଆଚ୍ଛା କ୍ଷୀର ଧରି ଆଇଲା ଆଚ୍ଛା ଆଚ୍ଛା ଆଇବାରୁ କଣ କରୁଛ ବୋଲି ପଚାରିଲା ଆଚ୍ଛା ପଚାରିବାରେ ବାବା ଅବ୍ରାମ ବାବା ମରିଗଲେ ହଁ 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 ଅବ୍ରାମ ବାବା ମରିଗଲେ ହଁ। କିଏ କହିଲା ହଁ କିଏ କହିଲା ସେ ମାନୁନି ସେ ହଁ। ସେ ବୁଢ଼ୀ ମାନୁନି ଆଚ୍ଛା କିଏ କହିଲା ତମକୁ ମୋ ପାଖରେ କ୍ଷୀର କାହିଁକି ପୁରୀ ପଳେଇଲା ଆଚ୍ଛା ଆଚ୍ଛା ଆଉ ଅବ୍ରାମ ବାବା କୋଉଠି ମରିଗଲା ହଁ କ୍ଷୀର କହିଲା ହଁ ଆରେ ସେ ପଲାନ ଜାଗାରେ ରୁମାଲ କୋନାର ପଇସା ଅଛି ଦେ ବୋଲି କହିକିରି ଆଚ୍ଛା ଆଚ୍ଛା ପଳେଇଲା ସେ ହଁ ହଁ ଆଉ ଅବ୍ରାମ ବାବା କୋଉଠି ମଲା ପୁରୀ ପଳେଇଲା ଆଚ୍ଛା ହେଲେ ବାବା ମାନେ ସବୁ ଚିନ୍ତା କଲେ ଆଚ୍ଛା ଆଚ୍ଛା ସତେ ଅବ୍ରାମ ବାବା ଥିବ ବୋଲେ ଦିଟା ପହଣ୍ଡ ପଡ଼ିବ ଆଚ୍ଛା 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 ସେ ସମାଜ ତଳେ ଯୋଉ ସମାଜ ବନ୍ଧା ହେଇଥିଲା ସେ ସମାଜ ତଳେ ଦିଟା ପାଦ ପଡ଼ିବାର ଅଛି ସବୁ ସେମିତି ନଗେଇଦେଲେ କୋର୍ଟ ଦେଇଦେଲେ ଆଚ୍ଛା ସବୁ କୋର୍ଟ ଅଫିସର ପଳେଇଲେ ରାତ ପାଇଲା ବେଳେ ଦିଟା ପହଣ୍ଡ ପଡ଼ୁଛି ଆଚ୍ଛା ଦିଟା ପହଣ୍ଡ ପଡ଼ୁଛି ପହଣ୍ଡ ପଡ଼ିଲେ ସବୁ ଆଉ କୋର୍ଟ କରି ଦେଖିଲା ବେଳେ ଦିଟା ପହଣ୍ଡ ପଡ଼ୁଛି ଆଚ୍ଛା ସବୁ ସେ ପହଣ୍ଡ ନମସ୍କାର କଲେ ତା ଜାଗା ସେ ଘର ମାନେ ପଡ଼େ ଆଚ୍ଛା ଏବେ ସେ ପହଣ୍ଡ ଦିଟା ଅଛି ଅଛି ସମାଧି ପାଖରେ ହୁଁ ତା ଏପଟ ଘରେ ହୁଁ ସେଠି କୃଷ୍ଣା ମାତାର ସମାଧି ହେଇଛି ସେଠି ସେ ପହଣ୍ଡ ଚିହ୍ନ ଦିଟା ଅଛି ତାକୁ ହୁଁ। କାଚ ଫିଟିଂ କରାହେଇ ପଦ୍ମ ଫୁଲ କରାହେଇକି ଏଠି ରଖା ହେଇଛି ହୁଁ ହେଲେ ସେ ପାଦ ଦିଟା ସେଠି ପଡ଼ିଥିଲା ହୁଁ ସକାଳେ ତମେ ଦେଖିଛ ହଁ ଆଚ୍ଛା ଆଚ୍ଛା ହେଲେ ସେ ପାଦକୁ ସେ ସବୁ ଯୋଉ- ମୁଣ୍ଡିଆ ମାଇଲୁ ଆଚ୍ଛା ସେ ଗୌଡ଼ୁଣୀ ବୁଢ଼ୀ ନାଁ ହେଉଛି ମାଣିକ ସେ ମାଣିକ ପାଖରୁ ଦହି ସେ ସୁଫଳ ଗଲାବେଳୁ ସେ ବାଟରେ ଠାକୁର ତାଙ୍କ ହାତରୁ କ୍ଷୀର ପିଇଲେ ହଁ ଆଉ ଯେତେବେଳେ ପଇସା ମାଗିଲେ ଗୌଡ଼ୁଣୀ କହିଲେ ତମେ କରମଳା ଯାଅ ବୈକୁଣ୍ଠ ବାବୁଙ୍କୁ ପଇସା ମାଗି ଆଣିବ ମୁଁ ରୁମାଲରେ ବାନ୍ଧି ଉପର ଘରେ ତକିଆ ରୁମାଲ ତଳେ କନାରେ ବନ୍ଧା ହେଇଛି ତକିଆ ଘରେ ତକିଆ ତଳେ ପଇସା ରଖିଛି ବୋଲି କହିଥିଲେ ତାକୁ ହୁଁ। ସିଏ ଆଇ ସେମିତି ହୁଁ, କହିଲା ହୁଁ। କହିବାରୁ ଆଙ୍କେ ସବୁ ବାବାଜୀ ଆଣି ଦେଖିଲେ ହଁ, ଦେଖିଲେ ଦେଖିବା ସତ୍ୟରେ ପଇସା ଅଛି ଅଛି ସେ ଉପରେ ପଇସା ଥିବାର ତୁ କେମିତି ଜାଣିଲୁ ସେଟା ବିଶ୍ୱାସ କଲେ ତାଙ୍କେ ହଁ ବିଶ୍ୱାସ କଲେ ଆଚ୍ଛା। ଆଉ ଯୋଉ ଗୌଡାଣୀ ବୁଢ଼ୀ କହିଲେ ହୁଁ ସତ୍ୟ ବାବା ଥିଲେ କଣ ପଡ଼ିବ ବୋଲି ଆଚ୍ଛା। ସେଇଟା ମୋତେ ବିଶ୍ୱାସ କଲେ ଆଚ୍ଛା ଆରେ ବାବା ପୁରୀ ପଳେଇଲେ ବୋଲି ହଁ ଆମେ ସବୁ ଭାଇରସିଲ ଆଉ ତ ଯାଇନ ହେଲେ ତମେ କେତେ ବର୍ଷ ହେଲା ଯାଇନ ମୋର 50 ହେଇଯିବ ଆଚ୍ଛା 50 ବର୍ଷ ହେଲା ଆଉ ଯାଇନ କରମଳା ଆଚ୍ଛା ଆଚ୍ଛା ମୋ ବାହାଘର ଯେମିତି ହେଲା ଗଲିନି ଆଜ୍ଞା ଆଉ ବାହାଘର ଯେମିତି ହେଲା ଆଚ୍ଛା ଆଉ ଗଲିନି ଆଚ୍ଛା 50 ଆଉ ବର୍ଷ ବାପା କେବେ ଦେହ ରଖିଲେ ତମ ବାପା ହଁ ତମ ବାପା ଦେହ ରଖିଲେ କେବେ ଆମ ବାପା ବେଶୀ ନାଇଁ ଠାକୁର ଗଲା ପରେ ଦେହ ରଖିଲେ ନା ନା ତାପରେ ନାଇଁ ଠାକୁର ଆଗ ପଳେଇଲେ ଓହୋ ତାପରେ ବାପା ପଛେ ଦେହ ରଖିଲେ ହଁ ବାପା ନାଁ କଣ ଥିଲା ନରସିଂହ ନରସିଂହ ଆଚ୍ଛା ଆର୍ ନରସିଂହ ହୁଁ ଆଚ୍ଛା ଆଚ୍ଛା ଆଚ୍ଛା
এটা হচ্ছে সত্য ঘটনা। নাইসামল বলে আমি ডাকতে আচ্ছা আচ্ছা তার বাবা